ହଁ ଆଜ୍ଞା, କେବେ ଯଦି ଜୀବନ ରାସ୍ତା ଚାଲୁ ଚାଲୁ ଆପଣ ଅନ୍ୟର ସଫଳତାକୁ ଦେଖି ଖୁସି ହୋଇପାରନ୍ତି ନାହିଁ ବା ତା'ର ସଫଳତାକୁ ସ୍ୱୀକାର କରି ନ ପାରନ୍ତି, ତେବେ ଭାବି ନିଅନ୍ତୁ ସେଇଟା ଆପଣଙ୍କର ଈର୍ଷା। ଯେଉଁ ଈର୍ଷା କି ମନକୁ ଅଶାନ୍ତିରେ ଭରିଦିଏ। ତେଣୁ ଅନ୍ୟର ସଫଳତା ଦେଖି ଈର୍ଷା କରିବା ଠିକ୍ ନୁହଁ, ଯାହା ଆମ ମନକୁ ଅଶାନ୍ତିରେ ଭରିଦେବ। କିନ୍ତୁ ପଥ ଚାଲୁ ଚାଲୁ ଯଦି କାହାର ସଫଳତା ଦେଖି ମନରେ ଅସୀମ ଆନନ୍ଦ ଆସେ, ତାହେଲେ ଭାବିବେ ଯେ ସେଇଟା ଆପଣଙ୍କର ପ୍ରେରଣା। ସେହି ସଫଳତା ପଛର କାରଣ ଗୁଡ଼ିକ ଆପଣ ଖୋଜିବେ ଆଉ ତାକୁ ନେଇ ନିଜ ଜୀବନରେ ପ୍ରେରିତ କରିବେ। ତେଣୁ ସେଇଟା ଆପଣଙ୍କର ପ୍ରାଣକୁ, ମନକୁ ଆନନ୍ଦ ଦେବ, ଈର୍ଷାନ୍ୱିତ କରିବ ନାହିଁ। ତେଣୁ କାହା ସଫଳତାରେ ଈର୍ଷାନ୍ୱିତ ନ ହୋଇ ଆନନ୍ଦ ହୁଅନ୍ତୁ, ଦେଖନ୍ତୁ ଶାନ୍ତି ମିଳିବ। ଠିକ୍ କହିଲି ନା?